ଶିକ୍ଷାର ଅଗ୍ରଗତି ପାଇଁ ସଦାସର୍ବଦା ଚେଷ୍ଟିତ ଏନ୍ଏସ୍ସିବି ପବ୍ଲିକ୍ ସ୍କୁଲ। କେନ୍ଦୁଝର ଜିଲ୍ଲା ଓଡ଼ିଶା ମାଇନିଂ ଇଞ୍ଜିନିୟରିଂ କଲେଜ ନିକଟରେ ବଳଦେବଜୀଉ କଲୋନୀ ଲେନ୍ 3ରେ ରହିଛି ଏନ୍ଏସ୍ସିବି ପବ୍ଲିକ୍ ସ୍କୁଲ। ସ୍କୁଲର ନିର୍ଦ୍ଦେଶକ ସୁମାଧବ ମହାପାତ୍ର, ସହ ନିର୍ଦ୍ଦେଶକ ଡକ୍ଟର କିଶୋର ଚନ୍ଦ୍ର ଦାସ ଏବଂ ସ୍କୁଲ ସଭାପତି ମଧୁସ୍ମିତା ଦାସଙ୍କ ତତ୍ତ୍ୱାବଧାନରେ ଏକ ଆଦର୍ଶ ଶିକ୍ଷା କେନ୍ଦ୍ରର ରୂପ ନେଇପାରିଛି। ଉନ୍ନତ ମାନର ଶିକ୍ଷା ସାଙ୍ଗକୁ ସୁସ୍ଥ ଏବଂ ସତେଜ ମସ୍ତିଷ୍କରେ ଶିକ୍ଷାଦାନ କରିବା ପାଇଁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ସବୁବେଳେ ଧ୍ୟାନ ଦେଇଥାନ୍ତି। ଏକ ସୁନ୍ଦର ପରିବେଶ ମଧ୍ୟରେ ଗଢ଼ି ଉଠିଥିବା ଏହି ସ୍କୁଲରେ ଛାତ୍ରଛାତ୍ରୀଙ୍କ ମାନସିକ ବିକାଶ ଘଟିବା ପାଇଁ ବିଭିନ୍ନ ଖେଳକୁଦ ସାଙ୍ଗକୁ ନାଚ ଗୀତର ମଧ୍ୟ ଆୟୋଜନ କରାଯାଇଥାଏ, ଯାହାଫଳରେ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି। ସବୁ ବର୍ଗର ପିଲାମାନେ ଏଠାରେ ପାଠ ପଢ଼ିବାର ସୁଯୋଗ ପାଇବା ପାଇଁ ମାଗଣାରେ ଆଡମିସନ୍ କରାଯାଉଛି। ସମସ୍ତଙ୍କୁ ସୁହାଇଲା ଭଳି କେବଳ ମାସିକ ଫିସ୍ ଦେଇ ପିଲାମାନେ ପାଠ ପଢ଼ିବାର ସୁଯୋଗ ପାଇପାରିଥାନ୍ତି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଆଚରଣ ମଧ୍ୟ ଭଲ ରହିଥିବା ଯୋଗୁଁ ଅଭିଭାବକମାନେ ଏହି ସ୍କୁଲରେ ପିଲାମାନଙ୍କୁ ପାଠ ପଢ଼ାଇବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି। ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ରଶ୍ମିରାଣୀ ସାହୁଙ୍କ ସହିତ ସୁନିତା ବାରିକ, ସବିତା ବାରିକ, ମନ୍ଦାକିନୀ ନାୟକ, ଅପର୍ଣ୍ଣା ପଟ୍ଟନାୟକ ପିଲାମାନଙ୍କୁ ଶିକ୍ଷାଦାନ କରି ଏହି ସ୍କୁଲକୁ ଆଗକୁ ନେବାରେ ମୁଖ୍ୟ ଭୂମିକା ଲିଭାଇଛନ୍ତି। କେନ୍ଦୁଝରର ଏହି ସ୍କୁଲ ଜିଲ୍ଲା ପାଇଁ ଆଉ ଏକ ଉଦାହରଣ ପାଲଟି ଯାଇଛି। କେନ୍ଦୁଝରରୁ ବାସୁଦେବ ସିଂଙ୍କ ରିପୋର୍ଟ, ଏବି ନ୍ୟୁଜ।